ପିଲାମାନେ ତୁମର ଯେଉଁ କୋର୍ ପେପର୍ 10ରେ ଅଛି ଦ ଆମେରିକାନ୍ ଲିଟରେଚର୍ ରେନାସା ସେ ବିଷୟରେ ଆଜି ଆଲୋଚନା କରିବା। ତା'ର ୟୁନିଟ୍ 1 ରେ କ'ଣ ଦେଇଛି ନା ଜେନେସିସ୍ ଆଣ୍ଡ ଇଭଲ୍ୟୁସନ୍ ଆଣ୍ଡ ଦ ଡିଫାଇନିଂ ମାଇଥ୍ସ ଅଫ୍ ଆମେରିକାନ୍ ଲିଟରେଚର୍। ତା ଦେହରେ ସିଟି ଅନ୍ ଏ ହିଲ୍ ଅଛି, ଫ୍ରଣ୍ଟିୟର ସ୍ପିରିଟ୍, ଦ ଆମେରିକାନ୍ ଡ୍ରିମ୍, ମ୍ୟାନିଫେଷ୍ଟ ଡେଷ୍ଟିନି, ଇ ପ୍ଲୁରିବସ୍ ଉନମ୍। ଏହା ସହିତ ଏଡଗାର ଆଲେନ୍ ପୋଏଙ୍କର ଦ ରାଭେନ୍ ଆଉ ଦ ଟେଲ୍ ହାର୍ଟ, ଏସବୁ ବିଷୟରେ ଆମେ ଆଲୋଚନା କରିବା। ଭିଡ଼ିଓଟା ଟିକେ ବଡ଼ ହୋଇପାରେ, ତୁମମାନେ ମନ ଧ୍ୟାନ ଦେଇକି ଶୁଣିବ। ତ ପିଲାମାନେ ମନେ ରଖିଥିବ ସବୁବେଳେ ଆମେରିକାନ୍ ଲିଟରେଚର୍ ତା ଯେଉଁ ହିଷ୍ଟ୍ରି, ତା ଯେଉଁ ବିକାଶ ଏବଂ ଏହାର ଯେଉଁ ମୂଳଦୁଆ ଯେଉଁ କାହାଣୀ ପକାଇଥିଲା ମାଇଥ୍ସ, ସେଗୁଡ଼ିକ ଅତ୍ୟନ୍ତ ଚିତ୍ତାକର୍ଷକ। ଏହା କୋଲୋନିଆଲିଜିମ୍ ଯେଉଁ ଉପନିବେଶବାଦୀ ଅତୀତରୁ ଆଜିର ଆଧୁନିକ ବହୁବିଧ ସାଂସ୍କୃତିକ ପରିଚୟ ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରା। କ'ଣ ତା ଭିତରେ ଅଛି ନା ଆମେରିକାନ୍ ଲିଟରେଚରକୁ କେତେ ଗୋଟି ପ୍ରମୁଖ ତା'ର ଏଜ୍ରେ ଭାଗ କରାଯାଇଛି। ପ୍ରଥମେ ଆସୁଛି ଉପନିବେଶବାଦୀ ଯୁଗ, ଯେଉଁଟା 1607ରୁ 1776। ଏହି ସମୟରେ ଲିଟରେଚର୍ ମୁଖ୍ୟତଃ ଧର୍ମ ଏବଂ ପ୍ୟୁରିଟାନ୍ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ଥିଲା। କେଉଁ ସମୟରେ? ଉପନିବେଶବାଦୀ ଯୁଗ ସମୟରେ, 1607ରୁ 1776 ଭିତରେ। ଲେଖକମାନେ ନୂତନ ପୃଥିବୀରେ ବଞ୍ଚିବା ଏବଂ ଈଶ୍ୱରଙ୍କ ପ୍ରତି ସମର୍ପଣ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ତାପରେ ଆସିଲା ବିପ୍ଳବ ଓ ଜ୍ଞାନଦୀପ୍ତ। ସେଇଟା 1765ରୁ ଆରମ୍ଭ ହୋଇକି 1815 ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଗରେ ଆମେରିକୀୟ ସ୍ୱାଧୀନତା ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା, ଯେଉଁଟା ଆମେ ରେସିଓନାଲିଜିମ୍ ବୋଲି କହୁଛେ, ତାହାର ପ୍ରାଧାନ୍ୟ ବିସ୍ତାର କରିଥିଲା। ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଓ ଥୋମାସ୍ ପେନ୍ଙ୍କ ଲେଖା ଏଥିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାପରେ ଆସିଲା ରୋମାଣ୍ଟିକ୍ ଯୁଗ। ଏହାକୁ ଆମେରିକାନ୍ ଲିଟରେଚରର ସ୍ୱର୍ଣ୍ଣ ଯୁଗ ବୋଲି କୁହାଯାଏ। ଏଠାରେ ବ୍ୟକ୍ତିବାଦ, ପ୍ରକୃତିର ମହାନତା ଏବଂ ମାନବୀୟ ଭାବନାକୁ ଅଧିକ ଗୁରୁତ୍ୱ ଦିଆଗଲା। ଉଦାହରଣ ରାଲ୍ଫ ୱାଲ୍ଡୋ ଏମର୍ସନ୍, ନାଥାନିଏଲ୍ ହାଥର୍ନେ ଏମାନଙ୍କ ଦ୍ୱାରା। ତାପରେ ଆସିଲା ବାସ୍ତବବାଦ ଓ ପ୍ରକୃତିବାଦ, ରିଏଲିଜିମ୍ ଯେଉଁ ଆମେ କହୁଛେ, 1870ରୁ 1910। ସାହିତ୍ୟ କଳ୍ପନା ଲୋକରୁ ବାହାରି ମଧ୍ୟବିତ୍ତ ଶ୍ରେଣୀର ଜୀବନ ଓ ସମାଜର କଠୋର ବାସ୍ତବତାକୁ ପ୍ରତିଫଳିତ କରିବା ଆରମ୍ଭ କଲା ଏହି ପିରିୟଡ଼ରେ। ତାପରେ ଆସିଲା ଆଧୁନିକତାବାଦ, ମଡ଼ର୍ଣ୍ଣିଜିମ୍, 1910ରୁ 45। ବିଶ୍ୱଯୁଦ୍ଧ ପରେ ପରେ ମାନସିକ ବିଭ୍ରାଟ ଏବଂ ପାରମ୍ପରିକ ନିୟମ ଭଙ୍ଗ କରିବା ଏହି ସମୟର ମୁଖ୍ୟ ବୈଶିଷ୍ଟ୍ୟ ଥିଲା। ତାପରେ ଆସିଲା ସମକାଳୀନ ଯୁଗ, ଯେଉଁଟା 1945ରୁ ଆଜି ପର୍ଯ୍ୟନ୍ତ ଚାଲିଛି। ବର୍ତ୍ତମାନ ସାହିତ୍ୟରେ ବିବିଧ ସ୍ୱର, ନାରୀବାଦ, ଜାତିଗତ ସମସ୍ୟା ଏବଂ ସାମାଜିକ ନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଛି। ଏଇ ଯେଉଁ ଆମେରିକାନ୍ ଲିଟରେଚରରେ ଯେଉଁ ମିଥ୍ ସବୁ ରହିଛି, ବୁଝିପାରିଲ, ତାର କାହାଣୀ ଗୁଡ଼ିକ ସବୁ କିଛି ମୂଳଦୁଆ ଉପରେ ଭିତ୍ତି କରିକି ହେଇଛି। ତା ସେ ମଧ୍ୟରୁ ଫ୍ରଣ୍ଟିୟର ସ୍ପିରିଟ୍ ଅଛି, ଆମେ ଆଲୋଚନା କରିବା ନା। ସେଇଟା ଆମେରିକାକୁ ଏକ ଅସୀମ ସମ୍ଭାବନାର ଭୂମି ଭାବରେ ଦେଖିବା ଏବଂ ବ୍ୟକ୍ତିଗତ ସାହସିକତାର କାହାଣୀ ଏଥିରେ ବର୍ଣ୍ଣନା କରାଯାଇଛି। ଆମେରିକାନ୍ ଡ୍ରିମ୍ ଆଲୋଚନା କରିବା ପରବର୍ତ୍ତୀ ମୁହୂର୍ତ୍ତରେ। କଠିନ ପରିଶ୍ରମ କଲେ ଯେ କେହି ମଧ୍ୟ ସଫଳ ହୋଇପାରିବ ବୋଲି ତାଙ୍କ ଧାରଣା ଥିଲା ଆମେରିକାନ୍ ଡ୍ରିମ୍ରେ, ସେଇଟା ମଧ୍ୟ ଆଲୋଚନା କରିବା। ତାପରେ ମିଥ୍ ଅଫ୍ ଅରିଜିନ୍, ଉତ୍ପତ୍ତିର କାହାଣୀ, ଆମେରିକାକୁ ଏକ ନୂତନ ଏଡେନ୍ ବା ସ୍ୱର୍ଗ ଭାବରେ କଳ୍ପନା କରିବା, ଯାହା ସ୍ୱାଧୀନତା ଉପରେ ଆଧାରିତ ହୋଇଛି। ତାପରେ ମେଲ୍ଟିଂ ପ୍ଲଟ୍, ବିଭିନ୍ନ ସଂସ୍କୃତିର ଲୋକ ମିଶି ଏକାକାର ହୋଇ ଆମେରିକୀୟ ପରିଚୟ ଗଠନ କରିବା, ଏଇଗୁଡ଼ା ସବୁ। ତା ସହିତ ଆମେରିକାନ୍ ଲିଟରେଚର୍ ସବୁବେଳେ କିଛି ବିଶେଷ ପ୍ରସଙ୍ଗକୁ ନେଇକି ଗତି କରିଥାଏ। କ'ଣ? ବ୍ୟକ୍ତି ସ୍ୱାଧୀନତା ବନାମ ସମାଜ, ବ୍ୟକ୍ତିର ସ୍ୱାଧୀନତା ଏବଂ ସାମାଜିକ ନିୟମ ମଧ୍ୟରେ ସଂଘର୍ଷ। 2ରେ ପ୍ରକୃତି,
ପ୍ରକୃତି କେଉଁଠି ଆଧ୍ୟାତ୍ମିକ ଶକ୍ତି ତ ଆଉ କେଉଁଠି ମାନବର ସଂଗ୍ରାମର ସାଥୀ। ତାପରେ ପରିଚୟର ଅନ୍ୱେଷଣ, ନିଜକୁ ଖୋଜିବାର ଏକ ପ୍ରକ୍ରିୟା ଯାହା ଆଧୁନିକ ସମୟରେ ଅଧିକ ଗଭୀର ହୋଇଛି। ବୁଝିପାରିଲ? ତାପରେ ଆସିଗଲା ଆମେ ଯେଉଁ ପ୍ରମୁଖ ବିଷୟ କଥା କହୁଛେ, ସିଟି ଅପନ୍ ଏ ହିଲ୍। ଏଇଟା ଆମେ ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା। ବେଶାଲ ବହୁତ ଲମ୍ବା ହେଇଯାଇପାରେ, ତେଣୁ ଆଜି ଆମେ ଆମେରିକାନ୍ ଲିଟରେଚର ଯେଉଁ ସାମ୍ୟକ ସୂଚନା ମୁଁ ଦେଲି, ମୁଁ ଆଶା କରେ ତୁମମାନେ ବୁଝିପାରିଥିବ। ଯଦି ଭିଡ଼ିଓଟା ଭଲ ଲାଗିଲା ଲାଇକ୍ କରିବ, କମେଣ୍ଟ କରିବ। ଆଜି ପାଇଁ ଏତିକି, ରହୁଛି। ହାଭ୍ ଏ ଗୁଡ୍ ଡେ।